କେଉଁ ଦିଗକୁ ଗୃହ ବୃଦ୍ଧି କଲେ କ'ଣ ହୁଏ? ପୂର୍ବକୁ ଗୃହ ବୃଦ୍ଧି, ଦକ୍ଷିଣକୁ ଗୃହ ବୃଦ୍ଧି, ଉତ୍ତରକୁ ଗୃହ ବୃଦ୍ଧି ଓ ପଶ୍ଚିମକୁ ଗୃହ ବୃଦ୍ଧି କଲେ କ'ଣ ହୁଏ? ଦର୍ଶକ ବନ୍ଧୁ, ସାଧାରଣତଃ ଘର କଲାବେଳେ ଆମେ ସବୁଆଡ଼ୁ ସବୁ କଥା ଚିନ୍ତା କରି ଘର କରୁ, କାରଣ ଘର ଜୀବନରେ ଥରଟାଏ ହିଁ କରାଯାଏ। ଆପଣମାନେ ବାସ୍ତୁଶାସ୍ତ୍ର ସବୁ ଅନୁସାରେ ଘର ଦେଖିକି ତିଆରି କରନ୍ତି, କିନ୍ତୁ ଆପଣମାନେ କେବେ ଜାଣିଛନ୍ତି କି ଗୃହ କେଉଁ ଦିଗକୁ ବୃଦ୍ଧି କଲେ କ'ଣ ହୁଏ? ତ ଚାଲନ୍ତୁ ଦର୍ଶକ ବନ୍ଧୁ, ଆଜିର ବିଷୟବସ୍ତୁ ନେଇ ଆରମ୍ଭ କରିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଏହି ଭିଡ଼ିଓରେ ଆପଣ ବହୁତ କିଛି ଜାଣିବାକୁ ପାଇବେ, ବହୁତ କିଛି ଶିଖିବାକୁ ମଧ୍ୟ ପାଇବେ। ଯଦି ଆପଣ ଆମ ଚ୍ୟାନେଲକୁ ଏପର୍ଯ୍ୟନ୍ତ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ନିହାତି ଭାବେ ସବସ୍କ୍ରାଇବ୍ କରିନିଅନ୍ତୁ, ଆଉ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, କମେଣ୍ଟ କରନ୍ତୁ। ଆପଣଙ୍କ ଗୃହରେ କ'ଣ ସବୁ ସମସ୍ୟା ଅଛି ଆମେ ତାକୁ ସମାଧାନ କରିବୁ। ତ ଚାଲନ୍ତୁ, ଆଜିର ବିଷୟବସ୍ତୁ ହେଉଛି କେଉଁ ଦିଗକୁ ଗୃହ ବୃଦ୍ଧି କଲେ କ'ଣ ହୁଏ? ଆପଣ ପୂର୍ବ ଦିଗକୁ ବଢ଼ାଇ ଗୃହ ନିର୍ମାଣ କରିବେ, ତାହେଲେ କ'ଣ ହୁଏ? ଆପଣଙ୍କ ଗୃହକର୍ତ୍ତା ମାନେ ଆପଣଙ୍କ ଘରର ଯେ ମୁଖ୍ୟ ଧନ ସମୃଦ୍ଧି ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ। ଯଦି ଉତ୍ତର ଦିଗକୁ ଗୃହ ବୃଦ୍ଧି କରୁଛନ୍ତି ତାହେଲେ କ'ଣ ହୁଏ? ଉତ୍ତର ଦିଗକୁ ଗୃହ ବୃଦ୍ଧି କଲେ କିମ୍ବା ଗୃହ ନିର୍ମାଣ କଲେ ସେହିପରି ଧନଧାନ୍ୟ ବୃଦ୍ଧି ହୋଇଥାଏ, ଘରେ ସୁଖ ଶାନ୍ତି ବଜାୟ ରହିଥାଏ, ସବୁ ବାସ୍ତୁ ଦୋଷ ଦୂର ହୋଇଥାଏ। କିନ୍ତୁ ଭୁଲରେ ବି ଏହି ସ୍ଥାନରେ ଗୃହ ନିର୍ମାଣ କରନ୍ତୁନି କିମ୍ବା ଗୃହକୁ ବଢ଼ାନ୍ତୁ ନାହିଁ। କେଉଁ ସ୍ଥାନ, ସେଇ ଦୁଇଟି କେଉଁ ସ୍ଥାନକୁ ଆପଣ ଗୃହ ନିର୍ମାଣ କରିବେନି? ଏହା କଲେ ଆପଣଙ୍କ ଘରେ ଅନିଷ୍ଟ ହୋଇଥାଏ, ଧନହାନି ହୋଇଥାଏ, ପ୍ରାଣପୀଡ଼ା ହୋଇଥାଏ, କୋର୍ଟ କଚେରୀ ମାଲି ମକଦ୍ଦମାରେ ଆପଣମାନେ ପଡ଼ିପାରନ୍ତି। ତ ସିଏ ହେଉଛି କେଉଁ ଦିଗ? ଦକ୍ଷିଣ ଦିଗ କିମ୍ବା ପଶ୍ଚିମ ଦିଗ, ଏଇ ଦୁଇଟି ଦିଗକୁ କେବେ ବି ବୃଦ୍ଧି କରି ଗୃହ ନିର୍ମାଣ କରିବେ ନାହିଁ। ଆପଣଙ୍କର ବହୁତ ବଡ଼ ସମସ୍ୟା ଦେଖାଦେବ। ଏହି ଦିଗକୁ ଗୃହ ନିର୍ମାଣ କଲେ ଧନହାନି ହୋଇଥାଏ। ଦକ୍ଷିଣ ପଶ୍ଚିମ ଦିଗକୁ ମଡ଼ାଇ ଜମାରେ ବି ଗୃହ କରିବେନି, ଏହା କ୍ଷତିକାରକ ହୋଇଥାଏ। ଯଦି ଆପଣ ଆମକୁ ଭିଡ଼ିଓଟି ଭଲ ଲାଗିଥିବ ନିହାତି ଭାବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ରହିଲୁ, ଜୟ ଜଗନ୍ନାଥ।